ହଇଜା ଆତଙ୍କ ହୋଟେଲ ଓ ଜଳଖିଆ ଦୋକାନ ଉପରେ ଚଢ଼ଉ। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। କେନ୍ଦୁଝର ଜିଲ୍ଲାରେ ହଇଜା ଓ ଝାଡ଼ାବାନ୍ତି ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ପୌରାଞ୍ଚଳରେ ଥିବା ହୋଟେଲ ଓ ଜଳଖିଆ ଦୋକାନ ଉପରେ ଚଢ଼ଉ କରାଯାଇ ଖାଦ୍ୟର ମାନ ଯାଞ୍ଚ କରାଯିବା ସହିତ ବାସି ଖାଦ୍ୟ ନଷ୍ଟ କରାଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୌରପାଳିକା ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଓ ଫାଷ୍ଟଫୁଡ୍ ଦୋକାନ ଉପରେ ଚଢ଼ଉ କରାଯାଇଥିଲା। ଖାଦ୍ୟ ନିରୀକ୍ଷକ ଜିତେନ୍ଦ୍ର କୁମାର ମହାନ୍ତଙ୍କ ନେତୃତ୍ୱରେ କରାଯାଇଥିବା ଏହି ଯାଞ୍ଚ ପ୍ରକ୍ରିୟାରେ ପରିମଳ ନିରୀକ୍ଷକ କାଳୀପ୍ରସାଦ ମହାନ୍ତ, ଅମିନ କୀର୍ତ୍ତନ ମହାକୁଡ଼, ସୁଦର୍ଶନ ସାହୁ, କଳାକାର ସାହା, ତ୍ରିନାଥ ମହାନ୍ତ ପ୍ରମୁଖ ସାମିଲ ଥିଲେ। ଏହି ଚଢ଼ଉ ଦ୍ୱାରା 5ଟି ପାଣି ନମୁନା, 3ଟି ଖାଇବା ତେଲ ନମୁନା ଓ 3ଟି ଖାଦ୍ୟ ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା। 15 କିଲୋଗ୍ରାମ ବାସି ଖାଦ୍ୟ ନଷ୍ଟ କରାଯିବା ସହିତ 12,500 ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଉଥିବା ଜଣାପଡ଼ିଛି।